ଆମ ନବରଙ୍ଗପୁର ଜିଲ୍ଲା ଲାଇନ୍ସ କ୍ଲବ ତରଫରୁ ଆଜି ଗଣିତ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆମର ଫାଉଣ୍ଡର ମେମ୍ବର ଡକ୍ଟର କେଡି ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ସମସ୍ତ ଉପସ୍ଥିତିରେ ହାର୍ଭେଷ୍ଟିଂ କରାଗଲା ଏବଂ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପାଳନ କରାଗଲା। ଏଥିସହିତ ପ୍ରତି ମାସରେ ଆମର କେତେବେଳେ ମାନେ ଡେଣ୍ଟାଲ, କେତେବେଳେ ଡାଇବେଟିସ୍, କେତେବେଳେ ବୋନ୍ ବିଭାଗ ପରୀକ୍ଷା କରିବା ପାଇଁ ଆମର ଉପରୁ ଆସୁଛନ୍ତି। ଆଉ ବର୍ତ୍ତମାନ ଏବେ ଏଇ ଶୀତ ଦିନରେ ଆମର ଶୀତ ବସ୍ତ୍ର ବଣ୍ଟନ ମଧ୍ୟ ତେନ୍ଦୁଳି ଉଦାସନ କରାଗଲା ଏବଂ ନବରଙ୍ଗପୁର ସହରରେ ରାତି 10ଟା ପରେ ଯେଉଁମାନେ ବାହାରେ ଶୋଉଛନ୍ତି ବିନା ବ୍ଲାଙ୍କେଟ, ସେମାନଙ୍କୁ ବ୍ଲାଙ୍କେଟ ଆମର ଲାଇନ୍ସ ତରଫରୁ ବଣ୍ଟାଗଲା ଏବଂ ମୁଁ ଆମର ଜିଲ୍ଲା ନାଗରିକ ସଂଘ ତରଫରୁ ମୁଁ ସଭାପତି ଅଛି। ସେଠି ମଧ୍ୟ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପାଳନ କରାଗଲା। ଅତି ଧୁମଧାମରେ ପାଳନ କରାଗଲା। ସମସ୍ତ ସଦସ୍ୟ ସମସ୍ତେ ଖୁସି ଥିଲେ। ଏହି ସାଧାରଣତନ୍ତ୍ର ଦିବସରେ ଆମ ଜିଲ୍ଲାବାସୀଙ୍କୁ शुभेच्छा और अभिनंदन जनाଉଛି। लायन्स क्लब तरफରୁ 77ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ତୃପ୍ତି ଲଜ୍ ପରିସରରେ ଆମର ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଛି। ଏହି ଅବସରରେ ଆମେ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଉଛୁ ଏବଂ ଗଣତନ୍ତ୍ର ଦିବସ ଭାରତବର୍ଷର ଏକ ଗଣପର୍ବ ଭାବରେ ପାଳିତ ହୁଏ। ଆଉ ଯେହେତୁ ଲାୟନ୍ସ କ୍ଲବ ଏକ ସେବା ପ୍ରଦାନକାରୀ ସଂସ୍ଥା, ତାର ଏକମାତ୍ର କାମ ହେଲା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସେବା ପ୍ରଦାନ କରିବା। ଗଣତନ୍ତ୍ର ଦିବସର 7 ଦିନ ପୂର୍ବରୁ କ୍ଲବ ଦ୍ୱାରା ତେନ୍ତୁଳିଖୁଣ୍ଟି ବ୍ଲକରେ ଥିବା ଏକ ବୃଦ୍ଧାଶ୍ରମରେ 50ଟି କମ୍ବଳ, 50ଟି ଶାଢ଼ୀ ଏବଂ 50ଟି ଧୋତି ଅନ୍ତେବାସୀ ମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ଏବଂ 5 ଦିନ ତଳେ ରାତି 12ଟା ବେଳେ ବୁଲି ସହରରେ ନିରାଶ୍ରୟ ଲୋକ କୋଉମାନଙ୍କୁ ଥଣ୍ଡାରେ, ରାସ୍ତା କଳରେ, ହସ୍ପିଟାଲରେ, ପୋଲିସ ଥାନା ପାଖାପାଖି ଶୋଇଥିଲେ, ବୁଲି ବୁଲି କ୍ଲବର ସଭ୍ୟମାନେ ପାଖାପାଖି 60ଟି କମ୍ବଳ ବଣ୍ଟନ କରିଥିଲେ ଏବଂ ଏ ସେବା କାର୍ଯ୍ୟ ସବୁବେଳେ ଜାରି ରହିଛି। ଆଉ ଆଜିକା ଦିନରେ ମଧ୍ୟ ପୁଣି ଆଉ ଥରେ ଆମେ ପ୍ରତିଶ୍ରୁତିବଦ୍ଧ ଯେ ସେବା କାର୍ଯ୍ୟ ଆଗକୁ ସବୁବେଳେ ଜାରି ରହିବ।